ଚାରୋଟି ତୁଳସୀ ପତ୍ର ଏହି ଜାଗାରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ ରାତିଦିନ ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଚାରୋଟି ତୁଳସୀ ପତ୍ର ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ନାରୀକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ତାଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଚାରୋଟି ତୁଳସୀ ପତ୍ର ଏହି ଜାଗାରେ ରଖିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ ଏପଟେ ଏହି ବଶୀକରଣ କରିବେ, ସେହି ସମୟଠାରୁ ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସେ ଖାଲି ଛଟପଟ ହେବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି, ସେ ଝିଅ ଆପଣଙ୍କୁ ଭଲ ପାଏନି, ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅ ଆପଣଙ୍କୁ ଭଲ ପାଉନି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ସେ ଝିଅକୁ ପାଇବାକୁ ଚାହୁଁଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। ଏଥିପାଇଁ ଆଜି ମୋ କଥା ମାନି ଚାରୋଟି ତୁଳସୀ ପତ୍ର ଆଣି ଏହି ବଶୀକରଣ କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କେବଳ ଆପଣଙ୍କୁ ଚାରୋଟି ତୁଳସୀ ପତ୍ର ଏହି ଜାଗାରେ ରଖିବାର ଅଛି। ଆଜ୍ଞା ହଁ, ଆପଣ ଭାବୁଛନ୍ତି କି ଚାରୋଟି ତୁଳସୀ ପତ୍ରରେ ଆପଣ କିପରି ଝିଅ ପଟେଇ ପାରିବେ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ? ଇଏ ସତ। ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଚାରୋଟି ତୁଳସୀ ପତ୍ରର ଏମିତି ଏକ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ଅତି ସହଜରେ ନିଜ ପସନ୍ଦର ଝିଅକୁ ପଟେଇ ପାରିବେ। ସୁନ୍ଦରୀ ପଡ଼ିଶା ଘର ଭାଉଜଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। କିନ୍ତୁ ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ, କାହିଁକି ନା ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ ବଶୀକରଣ ହେବା ପରେ ସେ ଝିଅ ବା ନାରୀ ସାରା ଜୀବନ ପାଇଁ ଆପଣଙ୍କ ବଶରେ ହେଇଯିବ, ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ଚାଲନ୍ତୁ ଜାଣିବା। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ଗାଧେଇକି ଏହି ବଶୀକରଣ କରିବେ। ପ୍ରଥମେ ଆପଣ କ'ଣ କରିବେ, ଚାରୋଟି ତୁଳସୀ ପତ୍ର ଆଣିବେ, ଖଣ୍ଡିଏ ହଳଦିଆ କପଡ଼ା ଆଣିବେ, ଚାରୋଟି ଅରୁଆ ଚାଉଳ ଆଣିବେ, ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ, ଖଣ୍ଡେ ସାଧା କାଗଜ ଆଣିବେ ଆଉ କଲମ ଆଣିବେ। ଏତିକି ଜିନିଷ ଆଣିସାରିବା ପରେ ହଳଦିଆ କପଡ଼ାକୁ ନିଜ ସାମ୍ନାରେ ରଖିବେ ଆଉ ତା ଉପରେ ଚାରୋଟି ତୁଳସୀ ପତ୍ର ରଖିଦେବେ। ଚାରୋଟି ତୁଳସୀ ପତ୍ର ଉପରେ ଚାରୋଟି ଅରୁଆ ଚାଉଳ ରଖିଦେବେ ଆଉ ତା ଉପରେ
ଅଳ୍ପ ଟିକେ ଟିକେ ସିନ୍ଦୁର ପକାଇଦେବେ। ଏତିକି କରିସାରିବା ପରେ ଯେଉଁ କାଗଜ ଆଣିଛନ୍ତି ସେ କାଗଜରେ ସେଇ ଝିଅ ବା ନାରୀର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ସେ କାଗଜକୁ ହଳଦିଆ କପଡ଼ାରେ ରଖିଦେବେ। ଏତିକି କରିସାରିବା ପରେ ସେ ହଳଦିଆ କପଡ଼ାକୁ 3ଟି ଗଣ୍ଠି ପକେଇକି ବାନ୍ଧିଦେବେ। ସିଏ ଗୋଟିଏ ପୁଟୁଳି ହେଇଯିବ। ସେ ପୁଟୁଳିକୁ ଆପଣ 2 ହାତରେ ବନ୍ଦ କରିକି ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ 7 ଥର ସେ ଝିଅ ବା ନାରୀର ନାମ କହିବେ। ତାପରେ ସେ ପୁଟୁଳିରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ କ'ଣ କରିବେ, ସେ ପୁଟୁଳିକୁ ନେଇକି ସେଇ ଝିଅ ବା ନାରୀର ଘର ସାମ୍ନାର ମୁଖ୍ୟ ଗେଟ୍ ବା ମୁଖ୍ୟ ଦ୍ୱାର ପାଖେ ରଖିଦେଇ ଚୁପଚାପ ଘରକୁ ଫେରି ଆସିବେ। ଗ୍ୟାରେଣ୍ଟି ଦେଉଛି ଏତିକି କରିଦିଅନ୍ତୁ, ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ଆପଣଙ୍କର ବଶରେ ହେଇଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।